ପାକୁଆ ପାଟିଟିଏଟେ ମୋହର, ବାଳ ଧଳା ହୋଇଗଲାଣି ମୋର। ରିମା ସୀମା ମୋର ପୁଅର ଝିଅ, କଣ କହି ମତେ ଡାକିବେ କହ। ଜେଜେ ବାପା ବଢିଆ। ଜେଜେ ଡାକି ଦେଲେ ରିମା ସୀମାଙ୍କୁ, କଥାଏ ପଚାରେ ଆସ ପାଖକୁ। ଧରମା ତମର ବାପାର ଭାଇ, ତାକୁ କଣ ଡାକ ଦିଅ ବତାଇ। ଦାଦା ଜେଜେ ଡାକି ଦେଲେ ପୁଣି ପାଖକୁ, ଜନ୍ମ ଦେଇଛି ଯିଏ ତୁମକୁ। କଣ କହି ତୁମେ ତାହାକୁ ଡାକ, ଯିଏ ଜାଣ ଆଗ ହାତଟି ଟେକ। ମାମା ମାର ଭଉଣୀ ମାର ଭାଇ, ଡାକ ତୁମେ ତାକୁ କଣ କହି। ମାମୁଁ ମାଉସୀ ତାଙ୍କ ବାପା ମା ତୁମର କଣ, ଯିଏ କହିବ ସେ ସୁନାଟି ଜାଣ। ଅଜା ଆଈ। ବାଃ, ବହୁତ ବଢିଆ। ସୁନା ପିଲା ପଢ଼ିବା। ରାମର ବାପା କମଳ, କନକର ବାପା କମଳ। ବର୍ତ୍ତମାନ ଆମେ କହିପାରିବା କି ରାମ କନକର କଣ ହେବ? ଭାଇ। ପଢ଼ିବା। ରାମର ମା କମଳା, କନକର ମା କମଳା। କହିପାରିବା କି କନକ ରାମର କଣ ହେବ? ଭଉଣୀ। ତ ବହୁତ ବଢ଼ିଆ। ସୁନା ପିଲା ସମସ୍ତେ ବହୁତ ସୁନ୍ଦର ଉତ୍ତର ଦେଉଛନ୍ତି। ବା ଆଚ୍ଛା, ଏବେ କହିପାରିବ କି ତୁମ ଘରେ ସବୁ କିଏ କିଏ ରହନ୍ତି? ତୁମ ଘରେ ତୁମ ବ୍ୟତୀତ ଆଉ କିଏ କିଏ ରହନ୍ତି? ତୁମେ ତ ରହୁଛ ତୁମ ଘରେ, ନୁହେଁ କି? ତୁମ ସହିତ ଆଉ କିଏ କିଏ ରହନ୍ତି? ବାପା ମା ଭାଇ ଭଉଣୀ ଜେଜେମା। ତ ତୁମ ଘରେ ତୁମ ବ୍ୟତୀତ ତୁମ ବାପା ମା ଭାଇ ଭଉଣୀ ଜେଜେବାପା ଜେଜେମା ଦାଦା ଖୁଡ଼ୀ ସବୁ ରହନ୍ତି ନା? ହଁ ବହୁତ ବଢ଼ିଆ। ଆଚ୍ଛା କହିଲ, ତୁମ ବାପା ଅଛନ୍ତି, ତୁମ ବାପାଙ୍କର ମାଙ୍କୁ ତୁମେ କଣ ବୋଲି ଡାକ? ହଁ, ଜେଜେମା, ହଁ କି ନୁହେଁ? ଆଚ୍ଛା, ତମେ ଯେଉଁଠି ରହୁଛ ତୁମ ପଡ଼ିଶା ଘରେ ଲୋକ ଅଛନ୍ତି ନା? ତୁମ ପଡ଼ୋଶୀ ଘରେ କିଏ ସବୁ ରହନ୍ତି? ତୁମ ପଡ଼ିଶାରେ ଏପଟେ ପଡ଼ିଶାରେ କିଛି ଲୋକ ରହନ୍ତି, ସେପଟେ ପଡ଼ିଶାରେ ବି କିଛି ଲୋକ ରହନ୍ତି। କହିଲ, ତୁମ ପଡ଼ୋଶୀ ଘରେ କିଏ ସବୁ ରହନ୍ତି? ବଢ଼ିଆ।